ନହେଲେ ମୁଁ ଦେଖିନି ତ ମୁଁ ତାକୁ ଦେଖି ତା ସାଙ୍ଗରେ ପଳେଇନି। ସତର ମାନେ ସେ ଅନେଇ ନାହିଁ। ଶୋଇ ପଡିছিল ସବୁବେଳେ ଶୋଇଲା ତମ ପରିକା ଏଇଟା ଆଗରୁ ନଥିଲା। ସେଇପଟ ସେଇ ଯୋଉ ଜାଗା ଗୁଡା ଦେଖ ସେଟା ପୁରା ଆମ୍ବ ଗଛ ଥିଲା। କହିଥିଲି ନା ଶୋଇକି ଉଠିଲା ପୂର୍ବରୁ ଆସି ପହଞ୍ଚେଇଥିବି। हेलो हाय फ्रेंड्स नमस्कार जय जगन्नाथ वेलकम एंड वेलकम बैक टू माय चैनल। मुझे छक उपर बस ब्लॉग स्टार्ट कर माने दुकान में बस मुझे जानी दुकान मैं बस स्टैंड रे बस ब्लॉग स्टार्ट कर तो कहूँ कि आम कुआडे जाऊँ आपण मैंने जो एत सारा भल पाइया देते से जाऊँ माने पूर्वर जो ब्लॉग देखी नी जो जाइलु बाहागर तो ये गोटे रेडी आम रेडी घर पलि रेडी कर घर पलि रेडी ये खाली बस अपेक्षा दुई जन छिड़ा मु बस से छिड़ा कारण आज सी सबदिन बैगटा बोईक आनी आज मु बैगटा बोईक आनी तो मुझे हालिया छिड़ा मत कही तो बस आ रुगिणा पिलाटा जेहेतु बस तो चलतु गला कहबी 21 कार कौन आपण मैंने देखिए आपण मैंने जब कंटिन्यू देखुए तो आप जान जाइए कार जब कंटिन्यू न देखुए जानी देखिए ब्लॉगटा देखु भल मजा हम सबू आसी कि दुख छुआटार जीवन रे टाइम हाँ 8टा एक्चुअली आम 8टा बेले पहुँचार थिला माने लेट हो गला कौन करा गाड़ी गुड़ा कथा बस आसू आम ये बसचु अपेक्षा करछु आपण मैंने भी आम सहित अपेक्षा करूँ बस आसिले सांग होइकी जिबा कौन मौसा भल अछ शुभुनी मौसा ए मौसा मौसा डाकी पाखु डाकिया सास ये मोबाइल धरी डाकु मौसा ए मौसा ए शुणिएनी ए चलो आम बस आसने बस भीतर जाई कथा बस आई तो चलो चलो जल्दी उठी जा ना सब सीट गुड़ाक मरी जीवे फाइनाली जहाँ हम गोटे सीट पाई तो चलते जा पहुँचला कथा दी जन अलग अलग हो बसचु तो ये आम कहार अपेक्षा कर देखु दी जन गली करते लुडु आसो नहीं जीव आईटी छाड़ी जाइए छक आमर माने लास्ट देखा जो आमको बस चढ़े जाइला तो पुणी यही छकरे ही आम देखा आम अनेजु से आसुनी आसिले आम बस दुकान में देखा जूम करके देखला बेलको एठी चलछि सिंदूर पागली माने एठी एटा होछि खैरार फेमस पागली माने सी सब बेले सिंदूर बोली हेकी थाए पूरा टोटल देखु नांती हनुमान को बेले सिंदूर बोली पड़छि आ सिंदूर भी खाई दिए काले मु जान नथली से दुकान भाई कहउतले तापर गुड्डू भी कहउतला परे आसिकी गाइस आसी गली ई अनु ई बडी आसी पळैला हे पुनी पळे गुड हैप्पी बर्थडे ये याडे दिन सब बोलले अरे दिन सब बोलले कांचे नहीं चढ़ी जाइलु हमें आसे में खुशी न हो पानी हो गई चल पड़े कांचे नहीं चल पड़े वाह हाडो किछ नहीं फोन कर देलो बढ़िया मिलो 3 ने गाड़ी निबा ये पिलाटी मने मने हसुची कौन पाई आगे हम जानिनु बुझी परिबेनी आज्ञा सिरो रहस्य इन जन को छोड़ा के जाने आज्ञा निर्बंध बोली पुणी भावुं कि नाई मो सेमती भावतुनि भावना आनिबा खराब
ତ ଏଇଠି ସଜାସଜି ଚାଲିଛି ଆମେ ଆସିକି ଫାଇନାଲି ପହଞ୍ଚି ଯାଇଛୁ ତାପରେ ଟିକେ ଚାଲନ୍ତୁ ସମସ୍ତଙ୍କୁ ମୁଣ୍ଡିଆ ମାରିଦେବା ମାନେ ନମ କରିଦେବା ଏଇଠି ଜେଜେମା ପଚାରୁଥିଲା ମା ଆସିଲାନି କି ମୁଁ କହିଲି ନା ମା ଆସିନାହିଁ ଟିକେ କାମ ଅଛି ତ ସେଇଥିପାଇଁ ମା ଆସିପାରିଲା ଚାଲନ୍ତୁ ଯିବା ଯାହା ପାଖକୁ ଯାହା ପାଇଁ ଆସୁଛୁ ତାଙ୍କ ପାଖକୁ ଯିବା ଜାଣିପାରୁଛନ୍ତି ତ ଇଏ କିଏ ମାନେ ଚାଲନ୍ତୁ ଦେଖି ଚାଲନ୍ତୁ ଯେଉଁ ମହିଳା ଜଣକ ଡିଜେ ଆଗରେ ନାଚୁନଥିଲେ ବାହାଘରକୁ 8 ମାସରେ ଗର୍ଭବତୀ ମହିଳା ବର୍ତ୍ତମାନ ସିଏ ମା ହେଇଯାଇଛନ୍ତି କହିଥିଲି ନା ଶୋଇକି ଉଠିଲା ପୂର୍ବରୁ ଆସି ପହଞ୍ଚେଇଥିବି ଉଠି ଯାଇଛି ମୁଁ ତ ଶୋଇନି ଏବେ ଶୋଇଛ ଶୋଇବାର ପ୍ରମାଣ ଅଛି ଶୋଇକି ଉଠିଲା ପୂର୍ବରୁ କାଲି ମୁଁ ତ ରଗେଇକି ପୁରା ପଞ୍ଚମ କରେଇଦେଲେ ଛୁଆ ବାପା ନାହାନ୍ତି ଇଏ ନାହାନ୍ତି ଆମର ଗୋଟେ ବାହାଘର ଅଛି ଶୋଇ ପଡିছিল ସବୁବେଳେ ଶୋଇଲା ତମ ପରିକା ରାତି ସାରା ଯାତ୍ରା କଲା ଫୁଲ ଫୁଲ କିଏ ଇଏ ଫୁଲ ଜାଣିପାରୁଛୁ ନା ଲୋ ଜାଣିପାରୁଛୁ ନା କନି ଜାଣିନୁ ନାନି ଗଦ ଅଛି ତା ପଥର ତଳ ପଥରଟା ଦେଇଦେଲି କି ନିଦ ତାକୁ ହଁ ବା ଚୁଗୁଲି ଓଦିଲା ତାକୁ ଦିନି ଗାଧେଇ ଦଉଛନ୍ତି ତାପରେ ମୁଁ ଟିକେ ଝିଅକୁ ଧରି ସାରିଲା ପରେ ମ୍ୟାଡ଼ାମ୍ ଆସିଲେ ଗାଧେଇବା ପାଇଁ ସେ ଯେତେବେଳେ ବଡ଼ ହେବ ମୁଁ କହୁଥିଲି କି ସେଇ କଥା ବସିକି ସେ ଯେତେବେଳେ ବଡ଼ ହେବ ଦେଖିବ ବ୍ଲଗ୍ ସବୁ ଯାହା ହଉ ମୋ ନାନୀମାନେ ଆସିଥିଲେ ସବୁ ବ୍ଲଗ୍ ଦେଖିକି ସବୁ ମଜାମସ୍ତି କରିଥିଲେ କେତେ ସାରା ମଜାମସ୍ତି କରିଥିଲେ ଆମେ ତ ସେତେବେଳେ ବୁଢ଼ୀ ହେଇଯାଇଥିବୁ ନା ସେତେବେଳେ ବଡ଼ ହେଇକି ବ୍ଲଗ୍ ଦେଖିବନି ତ ସେଇଠି ଗାଧଉଥିଲା ଆଉ ଆପଣମାନେ ନା ମୁଁ କନଫ୍ୟୁଜ୍ ରଖିବାକୁ ଚାହେଁନି ତ ଆପଣମାନେ କ୍ଲିଅର୍ ହେଲେ କି ନାହିଁ କୁହନ୍ତୁ ଆପଣ ପୁଣି ଡାଉଟ୍ରେ ଥିବେ ଯଦି ଡାଉଟ୍ରେ ଅଛନ୍ତି ତାହେଲେ କମେଣ୍ଟ କରନ୍ତୁ ଜାଣିପାରିବେ ଆପଣ ବ୍ଲଗ୍ ଦେଖନ୍ତୁ ନହେଲେ ପ୍ରିଭିୟସ୍ ବ୍ଲଗ୍ ଦେଖନ୍ତୁ ଯେଉଁଟା ବାହାଘରରେ ବାରାତିରେ ଯେଉଁ ଡ୍ୟାନ୍ସ ହେଇଥିଲା ସେଇ ବ୍ଲଗ୍ଟା ଦେଖନ୍ତୁ ଆପଣମାନେ ଜାଣିପାରିବେ ଇଏ ପେଟରେ ଥିଲା ବର୍ତ୍ତମାନ ଆସିକି ବାହାରେ ବୋଲୁଛି ତାପରେ ଆମେ ଏଇଠି ବସି ଖୁସି ହେଇକି ଦେଖୁଥିଲୁ କାହିଁକିନା ସିଏ ଗାଧଉଥିଲା ବଢ଼ିଆ ଲାଗେ ଛୋଟ ଛୁଆଙ୍କୁ ଏମିତି ଗାଧଉଥିବା ଦେଖିଲି ଭାରି ଖୁସି ଲାଗେ ସିଏ କେମିତି ହେଉଛି ଖାଲି ଦେଖୁନାହାନ୍ତି ଟିକେକୁ ଖାଲି ନାଲି ପଡ଼ିଯାଉଛି ଭାରି ମାନେ କ'ଣ କହିଲି ଟିକେକୁ ପୁରା ନାଲି ପଡ଼ିଯାଉଛି ଭାରି ମାନେ ବଢ଼ିଆ ଲାଗୁଛି ଦେଖିଲା ବେଳକୁ ତ ଏଇଠି ଡ୍ରେସ୍ ପଟା ପିନ୍ଧିଦେଲେ ଦେଖୁନାହାନ୍ତି ନା ଦୁଷ୍ଟି କରିବେନି ତାପରେ ଆମେମାନେ ଖାଇବାକୁ ବସିଗଲୁ ଆଜି ଯେହେତୁ 21 ତେବେ ହେଇଛି ପୁରୀ ଆଉ ଆଳୁ କଷା ତ ଭୋଗ ହେଇଥିଲା ସକାଳୁ ଆଳତି ହେଇଥିଲା ଠାକୁରଙ୍କ ପାଖରେ ତ ଭୋଗ ବି ହେଇଛି ଆଉ ଏ ପିଲାଟି ଯେଉଁ ବସିଛି ସେ ମିଠା ଖାଇବା ଆଶରେ ବସିଛି ଆପଣମାନେ ବିଶ୍ୱାସ କରିବେନି ମିଠା ତାର ଏତେ ପ୍ରିୟ 8ଟା 12ଟା 11ଟା ସକାଳୁ ଉଠିବ ବ୍ରେକଫାଷ୍ଟ ମିଠା ଖାଇବ ୱାଓ ମିଠା ନାହିଁ ସେ ଖୁସିରେ ଖାଇବେ ନେ ତାପରେ ଏଠି ପୂଜା ଷ୍ଟାର୍ଟ ହେଇଗଲା ଆଉ ଆମେ ଅପେକ୍ଷା କରିକି ରହିଛୁ ନାନୀର କିନ୍ତୁ ନାନୀ ଆମର ଏପର୍ଯ୍ୟନ୍ତ ବାହାରି ନାହାନ୍ତି ମିଛରେ ଖାଲି କହୁଛି ଉଠିକି ହଁ ବାହାରିଲେଣି ବା ଏଠି ହେଲେଣି ସେଠି ହେଲେଣି ଏଇଠି ଆଇଲା ପାଖରୁ ଟିକେ ଉଠୁନାହିଁ ଉଠିଲେ ଟିକେ କଥା ହୁଅନ୍ତୁ ନା ସେ ଉଠିଲେ ଟିକେ ହସିଲେ ଟିକେ କଥା ବଢିଆ ନା ଛୋଟ ଛୁଆ ଶୋଇ ପଡିବ ଲୁହା କଳାପାତି ଅଛି ନା କଳାପାତି ଲୁହା କଳାପାତି ତ ଆସନ୍ତୁ ଦେଖିବା ରୋଷେଇ କାର୍ଯ୍ୟକ୍ରମ କେତେ ବାଟ ଗଲା ମାନେ ଦ୍ୱିପହର ପାଇଁ ଅଲରେଡ଼ି ହେଇସାରିଲାଣି ଏଇଠି ଚାଲିଛି ମୋର ଫେଭରାଇଟ୍ ଆମ୍ବ କଟା ଆମ୍ବଟା ହେଲା ମୋର ଫେଭରାଇଟ୍ ପାଚିଲା ହେଉ କି କଞ୍ଚା ଅଲୱେଜ୍ ଫେଭରାଇଟ୍ ଆଉ ଏଇଠି ଅଙ୍କଲ୍ ମାନେ କହୁଥିଲେ କ'ଣ କରୁଛୁ ଝିଅ ରିଲ୍ସ କରୁଛୁ ନା ମୁଁ କହିଲି ନାଇଁ ଅଙ୍କଲ୍ ଏଇଠି ମୁଁ ବ୍ଲଗ୍ ବନଉଛି ଯେଉଁଥିରେ କି ମୁଁ ୟୁଟ୍ୟୁବରେ ପକାଇକି ଲୋକମାନଙ୍କୁ ଟାଣି ଆଣିପାରିବି
ତ ଏଇଠି କଞ୍ଚା ଆମ୍ବ ଖଣ୍ଡେ ମୁଁ ଯେତେ ଲୋଭ ସମ୍ଭାଳିବାକୁ ଚେଷ୍ଟା କଲି ମୋର ଆକ୍ଚୁଆଲି କ'ଣ କହିଲି ଛାତିଟା ବିନ୍ଧୁଛି ହେଲା, ଗ୍ୟାସ୍ ହେଉଛି କି କ'ଣ ମୁଁ ଜାଣିନି, କିନ୍ତୁ ଖଟା ଖାଇବାକୁ ମୋତେ ମନା ହେଇଛି, କିନ୍ତୁ ମୁଁ ସହିପାରୁନି, କ'ଣ କରିବି, ରହି ବି ପାରୁନି। ତେଣୁକରି ଗୋଟେ ଆମ୍ବ ନେଇ ଆସି ଖାଇ ଦେଇଛି। ମିଠା କି ଖଟା ମୁଁ ଜାଣିନି, ତାଙ୍କୁ ପଚାରିଲି, ସେ କହିଲେ ବେଶୀ ମିଠା ନୁହେଁ କି ବେଶୀ ଖଟା ନୁହେଁ। ତାପରେ ଗୋଟେ ତ ଖାଇଛି ଆଉ ମୁଠେ ଧରିକି ଦୌଡ଼ିଲି। ତାପରେ ସମସ୍ତେ ମୋ ପାଖକୁ ନେଇଗଲେ, ମୁଁ ପୁଣି ଆସିକି ଦୌଡ଼ିଲି, ମୁଠେ ନେଇଗଲି। କାହିଁ ଡାକୁଛ ମତେ? ମୁଁ ଆସିଲା ପାଖରୁ ଆପଣ ଦେଖୁଥିଲେ ସେ ଉଠି ନାହିଁ। ଏଇ କିରଣ ଯିବୁ ଉପରୁ ଝିଅର କଳାପାତିଟା ଥିବ ତାର ଡ୍ରେସ୍ ଯେତେବେଳେ ନେଇ ଆସିବୁ ମୋ ଆଖିରେ ଲଗେଇବୁ। ତମେ ଲଗେଇବ? କୋଉଠି ମାରିବି ଆଖିରେ? ଆଉ କୋଉଠି ମାରିବି? ମାନେ ଏମିତି ମାରିବି ନା କଣ? ଓ ଏଇଠି ମାରିବି ତ? କାଜଲ କାଜଲ ଯେମିତି ମାର ସେମିତି ଲଗେଇବ। ଦେଖିଆ ହେଲା ନା ବଡ଼ ମା ଦେଖିଲ? ହେଲା ତ ଯିବି ତ? କହିଦେ ହେଲା କି ପ୍ରେମ ଗୀତଟା ଏନ୍ଜୟ କରି କରି ଆମେ ଚାଲୁ ଗଢ଼ିଆ ତୁଠକୁ। ଗଢ଼ିଆ ତୁଠକୁ କାହିଁ ଯିମି ଆପଣଙ୍କୁ କହିବିନି ନା, ଆପଣମାନେ ପଚାରିବେନି ନା, ଡାଉଟ୍ କ୍ଲିୟର କରିବି ନା କହିଛି, ଆପଣମାନେ ଡାଉଟ୍ କ୍ଲିୟର କ୍ଲାସ୍ କରନ୍ତୁ ମୋ ପାଖରେ। ନାଇଁ ମ ଆକ୍ଚୁଆଲି ଆମେ ଯାଉଛୁ ଏଇଠି କ'ଣ ଭାଉଜ ତାଙ୍କର କ'ଣ ମୁଁ ଜାଣିନି ରିଚୁଆଲ୍ସ ହୁଏ କି କ'ଣ, ମୁଁ ଫାର୍ଷ୍ଟ ଟାଇମ୍ ଦେଖିଲି। ଗଢ଼ିଆ ତୁଠରେ ଯାଇକି ଗାଧାନ୍ତି, କିନ୍ତୁ ଏଇଠି ସୁବିଧା ନାହିଁ ଯେହେତୁ ରୋଷେଇ ହେଉଛି ତ ଗାଧେଇ ହେଲାନି ଆଉ। ଗଢ଼ିଆ ତୁଠରେ ଗାଧେଇକି ସେଇଠି କ'ଣ ଦିଅନ୍ତି ଖାଇବାକୁ, ମିଠା ଆଉ ପଇସା ଦିଅନ୍ତି। କେତେ ଜଣଙ୍କ ଛୁଆଙ୍କ ହାତରେ ଏଇଠି କ'ଣ ପଇସା ପକେଇକି ତାପରେ ଦିଅନ୍ତି ଆଉ। ପଇସା ଆଣିଲୁ ନା? ଦେବିନି ଆଗ ପଇସା ଦେବି। ନା ମୁଁ ଯିବି। ତୁ ଆସୁନୁ ଇଆଡ଼େ ଉପରକୁ ପଳେଇ ଆସୁନୁ। ଧର ପଇସା ଧର, ଦେ ତା ପାଖରେ ଗୋଟେ ମିଠା ଦେ, ତା ହାତ ଦେ। ଏବେ ତ ତମେ ଏବେ ଆସ, ଆସ ଯାଅ। ଯେମିତି ସ୍କୁଲରେ ଟିଚର ମାନେ ଅଗଷ୍ଟ 15ରେ ଗୋଟେ ଗୋଟେ ବୁନ୍ଦିଆ ପୁଟଳି ଦିଅନ୍ତିନି, ଇଏ ମିଠା ଗୋଟେ ଗୋଟେ ଦେଉଛନ୍ତି। ସେମିତି ପୁରା ଦେଖି ପୁରା ଲାଗୁଥିଲା। ଆଉ ଏମାନଙ୍କର ବୋଧେ ପଇସା ନେବାର ଇଚ୍ଛା ନାହିଁ। ଛୋଟ ଛୁଆ ଗୁଡ଼ାକ ଆମେ ତ ଯେତେବେଳେ ଛୋଟ ଥିଲୁ ପୁରା ହଙ୍କ ପୁରା ରଙ୍କାଳିଆ, ମାନେ ପଇସା ନେବା କଥା ଶୁଣିଲେ ମା ପଇସା ପଇସା ଟଙ୍କାଟେ ବି କେଉଁଠି ଯଦି ପାଇଗଲୁ ଭାଇ ସେଦିନ ଯେମିତି 100 ଟଙ୍କା ପାଇଛୁ ଏତେ ଖୁସି। କିନ୍ତୁ ଏମାନଙ୍କର ବୋଧେ ପଇସା ନେବାର ଇଚ୍ଛା ନାହିଁ। ମୋତେ ଦିଅନ୍ତେ କି ମୁଁ ବି ନେଇଯାଆନ୍ତି, ହେଲେ ମୁଁ ବା ଛୁଆ ନୁହେଁ, ସେମାନେ ହେଲେ ଛୁଆ। 15 ବର୍ଷର ତଳକୁ ହେଲେ ଛୁଆ, ଆଉ 15 ବର୍ଷର ଉର୍ଦ୍ଧ୍ୱ ହେଲେ ବୁଢ଼ୀ। ଜୋକ୍ ମାରୁଥିଲି, ଦେହକୁ ନେବେନି ହେଲା। ତ ଏମିତିଆ ଚାଲିଥିଲା, ଏମିତି ପ୍ରୋସେସ୍ ଅଗଷ୍ଟ 15 ପ୍ରୋସେସ୍ କରିକି ଆମେ ମିଠା ଦେଇକି ଗଢ଼ିଆ ତୁଠରୁ କେତେବେଳେ ବାହାରୁଛୁ ଆପଣମାନେ ଭିଡ଼ିଓଟିକୁ କଣ୍ଟିନ୍ୟୁ କଲେ ଦେଖିକି ଜାଣିପାରିବେ ହେଲା। ଦେଖିକି ଶୁଭିଲା ନା? ମତେ ଛାଡ଼ିକି ସିଏ କ'ଣ ଗୁରୁଜନ ନୁହେଁ କି? ତମେ ଗୁରୁଜନ ନୁହେଁ। ଆଲୋ ଆମେ ଗଢ଼ିଆ ତୁଠରୁ ଆସିଲା ବେଳକୁ ଦେଖୁନାହାନ୍ତି ଇଏ କ'ଣ ହେଉଛି, ରାଗିକି ପୁରା ମୋତେ ଛାଡ଼ି ଦେଇକି ଏଠି ଆମ ଗଢ଼ିଆ ତୁଠକୁ ପଳେଇଛି। ନାଇଁ ଲୋ ପୁରା ଗେଲି ଝିଅଟା, ସୁନା ଝିଅଟା, ଖାଲି ଶୋଉଛି, ତାର କିଛି ଝୁଙ୍କ ଅଝଟ ନାହିଁ। ଆଉ ଜଣଙ୍କର ଅପେକ୍ଷା କରାହେଇଛି, ବର୍ତ୍ତମାନ ଆସୁଛି ସିଏ, ଯିଏ ବିବାହ କରି ପଳେଇଥିଲା। ଖରା ସାଂଘାତିକ, ଖରା ସାଂଘାତିକ। ଷ୍ଟେଜ ଫେଜ ସଜା ତ ଚାଲିଛି।
तापर आसी जाइए भाउजों घरू समस्ते आसी जाइए तो सेमानकर भी चर्चा कराउला मुझे से ब्लॉग कैप्चर करने को चाहूली कि लाज लगे करपारे आउे कि आम नानी अपेक्षा करूँ देखो महाराणी आसुँच आम ये लुचिक रही डरइबू बोली रहीचु माने केते घंटा है कहले 3:30 4टा है आसिकी आम खाइनु तापाई बसचु देखु से केमती अन्याय कर आम सहित नाई लो आगे हाँ कल फल कली ना कल कला नन्ना कांटी ନେଲେ ମୁଁ ଦେଖିନି ତ ମୁଁ ତାକୁ ଦେଖି ତା ସାଙ୍ଗରେ ପଳେଇନି କଣ କହୁଛୁ ସତରେ ମାନେ ସେ ଅନେଇ ନାହିଁ ଆଜ୍ଞା ସେଇଆ ମତେ ସେଇଆ ଲାଗୁଛି ସଜବାଜ ହେଇକି ଆସିବା କଥା ନୁହେଁ ତ ନା ମୁଁ ନିଜେ ସଜ ହେଇଛି ସତ କହୁଛି ନିଜେ ଆସିଗଲେ ଆଜ୍ଞା तुमको धरते ଦିଅନ୍ତୁ ଦିଅନ୍ତୁ अच्छी तुमर गोटे स्टोरी जानना ଆଗରୁ ନଥିଲା ସେଇପଟ ସେଇ ଯୋଉ ଜାଗା ଗୁଡା ଦେଖ ସେଟା ପୁରା ଆମ୍ବ ଗଛ ଥିଲା ସବୁ କାଟିକି ପୁରା ଏପଟେ ଲମ୍ବା କିଏ ଗୋଟେ ମତେ ଫୋନ ଦେଇଥିଲା ସେ ଫୋନ ପାଇଲା ଆଜ୍ଞା एते दूर जेहेतु समस्ते आसले समस्त को भोक है तो चलते आगे खाईदबा तापर जाकि जहाँ कथबार्ता नानी आसीगला माने आपण मैंने विश्वास करें सेकेंड पार्ट यहाँ हूँ पार्ट 1 ब्लॉग सेकेंड पार्ट तो सियोर आसो कहीं नानी आसी जो बहे गपीची मुझे गोटे ब्लॉग रे पारिनी तो नानी आसिक देखो अन्याय कथा जो कहूली ये नना सहित बस खाईदे आम अपेक्षा करूँ तो पार्ट 2 देखा जमा भूलिए लाइक शेयर कमेंट सब्सक्राइब करिए जमा